ପ୍ରାକ୍ ସାରଳା ସାହିତ୍ୟର ସ୍ୱରୂପ ଓ ବୈଶିଷ୍ଟ୍ୟ। କେତେକ ଆଲୋଚକ ପ୍ରାଚୀନ ଯୁଗକୁ ପ୍ରାକ୍ ସାରଳା ଯୁଗ କହିଥିବା ବେଳେ ପଣ୍ଡିତ ବିନାୟକ ମିଶ୍ର ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସରେ ଏହି ପ୍ରାଚୀନ ଯୁଗକୁ ବ୍ରତ ବା ଓଷା ସାହିତ୍ୟ, କାହାଣୀ ଗଦ୍ୟର ଉତ୍ପତ୍ତି ଯୁଗ ବୋଲି କହିଛନ୍ତି। ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ ଓଡ଼ିଆ ସାହିତ୍ୟର ପରିଚୟ ଗ୍ରନ୍ଥରେ ଏହି ଯୁଗକୁ ଆଦିଯୁଗ ବୋଲି କହିଛନ୍ତି। ସୁରେନ୍ଦ୍ର ମହାନ୍ତି ପ୍ରାଚୀନ ଯୁଗକୁ ଆଦିଯୁଗ ଖ୍ରୀଷ୍ଟ 9ମ ଶତାବ୍ଦୀରୁ 14ଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଗ୍ରହଣ କରିଛନ୍ତି। ଏହି ଯୁଗରେ ସାହିତ୍ୟର ତିନିଟି ରୂପକୁ ସେ ଦର୍ଶାଇଛନ୍ତି, ଯଥା କରେ ଲିଖିତ, ଖରେ ମୌଖିକ, ଗରେ ଅଭିଲେଖ। ଡକ୍ଟର ବଂଶୀଧର ମହାନ୍ତି ଓଡ଼ିଆ ସାହିତ୍ୟର ଇତିହାସକୁ ଯୁଗ ଭେଦରେ ବିଭକ୍ତ ନ କରିଥିଲେ ମଧ୍ୟ ପ୍ରଥମ ଖଣ୍ଡକୁ ପ୍ରାକ୍ ସାରଳା ସାହିତ୍ୟ ବୋଲି କହିଛନ୍ତି। ପରବର୍ତ୍ତୀ ଖଣ୍ଡମାନଙ୍କୁ ସାରଳା ଯୁଗ, ପଞ୍ଚସଖା ଯୁଗ, କାବ୍ୟ ଯୁଗ ଓ ଆଧୁନିକ ଯୁଗ ଭାବେ ବିଚାର କରିଛନ୍ତି। ଡକ୍ଟର ବୈଷ୍ଣବ ଚରଣ ସାମଲ ଏହି ଯୁଗକୁ ପ୍ରାଚୀନ ଯୁଗ କହିବାକୁ ଉଚିତ ମନେ କରିଛନ୍ତି। ସେ ଏହି ଯୁଗକୁ 9ମ ଶତାବ୍ଦୀରୁ 16 ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ସମୟକୁ ଗ୍ରହଣ କରିଛନ୍ତି। ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥରେ ଓଡ଼ିଆ ସାହିତ୍ୟକୁ 5ଟି ଭାଗରେ ବିଭକ୍ତ କରିଛନ୍ତି ଓ ପ୍ରଥମ ଯୁଗକୁ ଆଦିଯୁଗ ବୋଲି କହିଛନ୍ତି। ସେ ଏହାକୁ ଖ୍ରୀଷ୍ଟ 9ମ ଶତାବ୍ଦୀରୁ 14ଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଧରିଛନ୍ତି। ସେ ଏହି ଯୁଗର ସାହିତ୍ୟର ତିନୋଟି ରୂପକୁ ଦର୍ଶାଇଛନ୍ତି, ଯଥା ଲିଖିତ, ମୌଖିକ, ଅଭିଲେଖ। ପ୍ରାଚୀନ ଯୁଗର ଅପଭ୍ରଂଶ ଭାଷାରୁ ଓଡ଼ିଆ ଭାଷାର ଆଦ୍ୟ ଉନ୍ମେଷ ଘଟିଛି। ଅପଭ୍ରଂଶ ଭାଷାରେ ସାହିତ୍ୟ ରଚନା ଶିଳାଲେଖ, ତାମ୍ରଲେଖ, ଖୋଦନ ଓ ମନ୍ଦଳା ପାଞ୍ଜି ରଚିତ ହୋଇଥିଲା। ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ଭାଷାର ଶାରଳା ଦାସଙ୍କ ଦ୍ୱାରା ମହାଭାରତ ରଚିତ ହେଲା। ପୂର୍ବରୁ ଯେଉଁ ଅପଭ୍ରଂଶୀୟ ସାହିତ୍ୟର ଧାରା ସୃଷ୍ଟି ହୋଇଥିଲା, ତାହା ଶାରଳା ଦାସଙ୍କ ଦ୍ୱାରା ବଦଳିଗଲା। ଅଷ୍ଟମ ନବମ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ସମୟ ଥିଲା ବିଭିନ୍ନ ଧର୍ମାନ୍ଦୋଳନର ସମୟ। ବୌଦ୍ଧ ଧର୍ମର ସହଜଯାନ, ବଜ୍ରଯାନ, କାଳଚକ୍ରଯାନ ଓ ମନ୍ତ୍ରଯାନ ଅଷ୍ଟମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା ଏବଂ ଏହି ଧର୍ମକୁ ନେଇ ଗଢ଼ି ଉଠିଥିଲା ଚର୍ଯ୍ୟ ଗୀତିକା ବା ବୈଦ୍ୟଗାନ ଓ ଦୋହା। ଅପଭ୍ରଂଶ ଭାଷାରେ ତାହା ରଚିତ ହୋଇଥିଲା। ଦଶମ ଏକାଦଶ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ନାଥ ଧର୍ମର ପ୍ରଭାବ ପଡ଼ିଥିଲା। ଏହି ସମୟରେ ଗୋରେଖନାଥଙ୍କର ଶିଶୁବେଦ, ଗୋରେଖବାଣୀ ଓ ଗୋରେଖ ସଂହିତା ରଚିତ ହୋଇଥିଲା। ଅପଭ୍ରଂଶ ଭାଷାରେ ତାହା ରଚିତ ହୋଇଥିଲା। ଏକାଦଶ ଦ୍ୱାଦଶ ଶତାବ୍ଦୀରୁ ବୈଷ୍ଣବ ଧର୍ମର ପ୍ରସାର ଘଟିଥିଲା। ପଞ୍ଚଦଶ ଷୋଡ଼ଶ ଶତାବ୍ଦୀ ବେଳକୁ ଏହା ଚରମ ଉତ୍କର୍ଷ ସାଧିତ ହୋଇଥିଲା। ଶ୍ରୀଜଗନ୍ନାଥ କ୍ରମେ ହୋଇଯାଇଥିଲେ ଓଡ଼ିଶାର କେନ୍ଦ୍ରବିନ୍ଦୁ। ପଞ୍ଚଦଶ ଶତାବ୍ଦୀରେ ମାଟିର ମହାକବି ଶାରଳା ଦାସ ରଚନା କରିଥିଲେ ପୁରାଣ ଏବଂ ସେହି ପୁରାଣ ଗୁଡ଼ିକୁ ହୋଇଯାଇଥିଲା ଓଡ଼ିଆ ସାହିତ୍ୟର ଆଦି ସାହିତ୍ୟ। ପ୍ରାଚୀନ ଓଡ଼ିଆ ଯୁଗକୁ ତିନୋଟି ଉପବିଭାଗରେ ବିଚାର କରାଯାଏ, ଯଥା ଏକରେ ପ୍ରାକ୍ ସାରଳା ସାହିତ୍ୟ 7ମ ଶତାବ୍ଦୀରୁ 14ଶ ଶତାବ୍ଦୀ, ଖରେ ସାରଳା ସାହିତ୍ୟ 15ଶ ଶତାବ୍ଦୀ, ଗରେ ପଞ୍ଚସଖା ସାହିତ୍ୟ ବା ସନ୍ଥ ସାହିତ୍ୟ 16ଶ ଶତାବ୍ଦୀରୁ 1650 ଖ୍ରୀଷ୍ଟ ଅର୍ଥାତ୍ 1550ରୁ 1650 ଖ୍ରୀଷ୍ଟ। ପ୍ରାକ୍ ସାରଳା ଯୁଗର ସାହିତ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା ଏକରେ କଥିତ ସାହିତ୍ୟ ବା ଲୋକ ସାହିତ୍ୟ, ଦୁଇରେ ଲିଖିତ ସାହିତ୍ୟ। କଥିତ ସାହିତ୍ୟ ଦ୍ୱିବିଧ, ଯଥା ଲୋକଗୀତି ଆଉ ଗୋଟେ ହେଉଛି ଲୋକ କାହାଣୀ। ଲିଖିତ ସାହିତ୍ୟ ଦ୍ୱିବିଧ, ଯଥା ଗଦ୍ୟ ଓ ପଦ୍ୟ। ପ୍ରାକ୍ ସାରଳା ସାହିତ୍ୟର ରେଖାଚିତ୍ର। ପ୍ରାକ୍ ସାରଳା ସାହିତ୍ୟ, ଯାହାକି ଦୁଇ ଭାଗରେ ବିଭକ୍ତ। ଅପଭ୍ରଂଶ ସାହିତ୍ୟ ଗୋଟେ, ଚର୍ଯ୍ୟ ଗୀତିକା ନାଥ ସାହିତ୍ୟ, ଆଉ ଗୋଟେ ହେଉଛି ଓଡ଼ିଆ ସାହିତ୍ୟ। ଓଡ଼ିଆ ସାହିତ୍ୟ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି। ଏକରେ କଥିତ ସାହିତ୍ୟ, ଦୁଇରେ ଲିଖିତ ସାହିତ୍ୟ। ଲିଖିତ ସାହିତ୍ୟ ମଧ୍ୟ ଦୁଇ ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି। ଏକରେ ଗଦ୍ୟ, ଦୁଇରେ ପଦ୍ୟ। ଗଦ୍ୟ ହେଉଛି ତିନି ଭାଗରେ ବିଭକ୍ତ, ଯାହାକି ବ୍ୟବହାରିକ ଗଦ୍ୟ, ଦୁଇରେ ଅର୍ଦ୍ଧ ବ୍ୟବହାରିକ ବା ଅର୍ଦ୍ଧ ସାହିତ୍ୟ ଗଦ୍ୟ, ତିନିରେ ସାହିତ୍ୟିକ ଗଦ୍ୟ। ତ ପଦ୍ୟଟି ହେଉଛି 6ଟି ଭାଗରେ ବିଭକ୍ତ, ଯଥା ଚର୍ଯ୍ୟ, ବାଣୀ, ସଂହିତା, କୈଲି, ଚୌତିସା, ଗୀତା। ତ ସାହିତ୍ୟିକ ଗଦ୍ୟ ହେଉଛି 4 ଭାଗରେ,
ବିଭକ୍ତ ବୋଲି ଜଣାପଡ଼ିଛି, ଯାହାକି ସୃଜନଧର୍ମୀ, କାଳ୍ପନିକ, ତତ୍ତ୍ୱନିଷ୍ଠ, ବ୍ୟାଖ୍ୟାତ୍ମକ। କରେ ବ୍ୟବହାରିକ ଗଦ୍ୟ। ଅଭିଲେଖ। ଅଭିଲେଖ ରାଜାଙ୍କ ଆଦେଶ ଓ ବାର୍ତ୍ତାକୁ ଶିଳା ଓ ତାମ୍ରପଟାରେ ବ୍ୟବହାରିକ ଗଦ୍ୟରେ ଖୋଦନ କରାଯାଏ। ଏହା ଏକ ଦୀର୍ଘସ୍ଥାୟୀ ବ୍ୟବସ୍ଥା। ଏଥିରେ କଳ୍ପନା ବିଳାସ ନାହିଁ। ରାଜକୀୟ ଘୋଷଣା, ଅନୁଶାସନ, ଦାନପତ୍ର, ବିଜୟ କାହାଣୀକୁ ଶିଳା ବା ତାମ୍ରପଟାରେ ଖୋଦନ କରାଯାଉଥିଲା। ଓଡ଼ିଶାର ପ୍ରାଚୀନତମ ଶିଳାଲେଖ ହେଉଛି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ପାଲି ଭାଷାରେ ଅଶୋକଙ୍କ ନିର୍ଦ୍ଦେଶରେ ଧଉଳି ଓ ଜଉଗଡ଼ରେ ଖୋଦିତ ଶିଳାଲେଖ। ଏହା ବ୍ୟତୀତ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଅର୍ଦ୍ଧମାଗଧୀ ଭାଷାରେ ମହାମେଘବାହନ ଖାରବେଳଙ୍କ ଦ୍ୱାରା ଖୋଦିତ ଉଦୟଗିରି ହାତୀଗୁମ୍ଫା ଶିଳାଲେଖ ମଧ୍ୟ ପ୍ରାଚୀନତମ। ଏହି ଶିଳାଲେଖ ବ୍ରାହ୍ମୀ ଲିପିରେ ଖୋଦିତ। ସର୍ବପ୍ରାଚୀନ ଅଭିଲେଖଟି ହେଉଛି ଉରୁଜାମ ଶିଳାଲେଖ 1051 ଖ୍ରୀଷ୍ଟ। ସର୍ବମୋଟ 80ଟି ଓଡ଼ିଆ ପ୍ରାଚୀନ ଅଭିଲେଖ ଆବିଷ୍କୃତ ହୋଇଛି। ଗଙ୍ଗ ରାଜତ୍ୱ କାଳରେ 18ଟି ଓ ସୂର୍ଯ୍ୟବଂଶ ରାଜତ୍ୱ କାଳରେ 50ଟି ଅଭିଲେଖ ଖୋଦିତ ହୋଇଛି। ଅବଶିଷ୍ଟ 12ଟି ଅଭିଲେଖ ଷୋଡ଼ଶ ଶତାବ୍ଦୀରେ ଖୋଦିତ। ଖରେ କଥିତ ସାହିତ୍ୟ ଓ ଲୋକସାହିତ୍ୟ। ଲୋକହୃଦୟରେ ସୃଷ୍ଟ ସାହିତ୍ୟ ହେଉଛି ଲୋକସାହିତ୍ୟ। ଏହା ସ୍ୱୟଂ ପ୍ରକାଶ। ଏହା ଲୋକ ଅନୁଭବ ଓ ଆବେଗରୁ ପ୍ରକାଶିତ। ଏହାର ଭାଷା ସରଳ ଓ ସ୍ୱାଭାବିକ। ମଣିଷର ସଭ୍ୟତାର ସୃଷ୍ଟି ସମୟରୁ ଏହାର ସୃଷ୍ଟି। ଏହା ଶ୍ରୁତିକୁ ଗତି କରିଛି। ଲୋକସାହିତ୍ୟ 3 ଭାଗରେ ବିଭକ୍ତ। ଲୋକଗୀତ, ଲୋକକାହାଣୀ, ଲୋକନାଟକ। ଲୋକଗୀତ 2 ଭାଗରେ ବିଭକ୍ତ, ଯାହାକି ବୋଲା ଯାଉଥିବା ଆଉ ଗୋଟେ ବୋଲା ଯାଉନଥିବା ଗୀତ। ତ ବୋଲା ଯାଉଥିବାଟି ହେଉଛି ମୌଖିକ ଏବଂ ଲିଖିତ। ତ ଲିଖିତ ହେଉଛି ଲୋକକବିଙ୍କ ରଚନା, ଆଉ ଗୋଟେ ହେଉଛି ଶିଷ୍ଟ କବିଙ୍କ ରଚନା। ମୌଖିକ ହେଉଛି ଯାହାକି 4 ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି। 1ରେ ସ୍ତ୍ରୀମାନେ ବୋଲୁଥିବା ଗୀତ, 2ରେ ପୁଅମାନେ ବୋଲୁଥିବା ଗୀତ, 3ରେ ସ୍ତ୍ରୀ ଓ ପୁରୁଷ ଉଭୟ ବୋଲୁଥିବା ଗୀତ, 4ରେ ବାଳକ ବାଳିକାମାନେ ବୋଲୁଥିବା ଗୀତ। ଲୋକଗୀତ। ଲୋକଗୀତ ଲିପିର ଜନ୍ମ ପୂର୍ବରୁ ସୃଷ୍ଟ। ଲିପିର ଉଦ୍ଭାବନ ଓ ଲିଖିତ ସାହିତ୍ୟରେ 1900 ପରେ ମଧ୍ୟ ଲୋକଗୀତର ପ୍ରଭାବ ଅପ୍ରତିହତ। ଲୋକଗୀତ ପ୍ରାଚୀନ ହେଲେ ମଧ୍ୟ ଆଜି ବି ଏହା ଲୋକପ୍ରିୟ। ଲୋକଗୀତ ବହୁବିଧ, ଯଥା କରେ ଗୀତିକା, ଖରେ ଗାଥା ଗୀତିକା, ଗରେ ନାଟ୍ୟ ଗୀତିକା, ଘରେ ଶିଶୁ ଗୀତିକା, ଉଁରେ ଢଗଢମାଳି ପ୍ରବାଦ ପ୍ରବଚନ, ଚରେ ମନ୍ତ୍ରଗୀତି ଓ ସ୍ମୃତି ଗୀତ। ଖରେ ଗୀତିକା। ତ ଗୀତିକା ବି ସେହିଭଳି କରେ ଶୋକଗୀତି, ଖରେ ବିବାହ ଗୀତି, କାନ୍ଦଣା ଗୀତି, ଗରେ କ୍ରୀଡ଼ା ଗୀତିକା, ଆଇରେ ପୁଚି ଖେଳ ଗୀତ, ଡବଲ ଆଇରେ ଦଳି ଗୀତ, ତ୍ରିପୁଲ ଆଇରେ ଲଉଡ଼ି ଗୀତ। ସେମିତି ଘରେ ଅଛି ହଳଦିଆ ଗୀତ, ଯାହାକି ଅନ୍ୟ ନାମ ହେଉଛି ମଇଁଷିଆଳ ଗୀତ, ଉଁରେ ନାଉରିଆ ଗୀତ, ଚରେ ଶଗଡ଼ିଆ ଗୀତ, ଛରେ ଚକୁଳିଆ ପଣ୍ଡା ଗୀତ, ଜରେ ଜଗି ଗୀତ, ଝରେ ସମର ଗୀତ, ନିୟରେ ଓଷାବ୍ରତ ଗୀତ। ଖରେ ରହିଛି ଗାଥା ଗୀତିକା, କରେ ବଉଳାଗାଇ ଗୀତ, ଖରେ ଗୋବିନ୍ଦଚନ୍ଦ୍ର ଗୀତ, ଗରେ ନାଟ୍ୟ ଗୀତିକା। ନାଟ୍ୟ ଗୀତିକା। ଗରେ ନାଟ୍ୟ ଗୀତିକା, ଯାହାକି ଆଇରେ ପାଲା ଗୀତ, ଡବଲ ଆଇରେ ଦାସକାଠିଆ ଗୀତ, ତ୍ରିପୁଲ ଆଇରେ ଦଣ୍ଡ ନାଟ ଗୀତ, ଆଇଭିରେ ପଟୁଆ ନାଟ ଗୀତ, ଭିରେ ଚୈତି ଘୋଡ଼ା ନାଟ ଗୀତ, ଭି ଆଇରେ ଶଶୀ ନାଟ ଗୀତ, ଭି ଡବଲ ଆଇରେ କରମା ଡାଲଖାଇ, ରସରକଲି, ଜାମୁଡାଲି, କେଳା ଗୀତ, ଶବର ସବୁଧୁଣୀ ଗୀତ। ଗରେ ରହିଛି ଶିଶୁ ଗୀତିକା। ଗରେ ମଧ୍ୟ 2ଟି ରହିଛି, ଯାହାକି ୱା ଆଇରେ ଖେଳ ଗୀତ, ଡବଲ ଆଇରେ କୌତୁକ ଗୀତ। ଘରେ ମଧ୍ୟ ଢଗଢମାଳି ପ୍ରବାଦ ପ୍ରବଚନ ହେଉଛି ଆଇରେ ଢଗଢମାଳି ଗୀତ, ଡବଲ ଆଇରେ ପ୍ରବାଦ ପ୍ରବଚନ ଗୀତ, ତ୍ରିପୁଲ ଆଇରେ ଡାକବଚନ, ଆଇଭିରେ ନାଦିଆ ଗୀତ। ତ ଉଁରେ ରହିଛି ମନ୍ତ୍ର ଗୀତ ଓ ସ୍ତୁତି ଗୀତ। ତ ଏହା ବି ସେହିପରି ଆଇରେ ସ୍ତୁତି ଗୀତିକା, ଡବଲ ଆଇରେ ପଦ୍ମତୋଡ଼ା, ତ୍ରିପୁଲ ଆଇରେ ଗୁଣିଗାରେଡ଼ି ମନ୍ତ୍ର। ତ ନେକ୍ସଟ ଭିଡ଼ିଓରେ ଆମେ ଦେଖିବା ଲୋକ କାହାଣୀ। Thank you so much. Thanks for watching.